हरिनाम श्रृंखला आम लास्ट दिन शुणी कि मन को आमको कौन करार अच्छी सरल कार्य दबार अच्छी। सरल कार्य अर्थात आम मन को गोटे हरे कृष्ण महामंत्र श्रवण करने दृढ़ निश्चय करार अच्छी। तो ये दृढ़ निश्चय जो आम करके भगवान का नाम जप करने जीवा स्टिल आम मन कौन हम भ्रमित हम अर्थात ଯେତେବେଳେ ଗୋଟିଏ ଜାଗାରୁ ଅଲଗା ଜାଗାକୁ ଗୋଟିଏ ଟପିକ ରୁ ଆଉ ଗୋଟେ ଟପିକ କୁ ଯିବା ପାଇଁ ବହୁତ ଫାଷ୍ଟ ମୁଭ କରିବ। ଭଗବଦ୍ଗୀତାରେ କୁହାଯାଇଛି यतो यतो निश्चरति मनः चंचलम स्थिरम ततो ततो नियमेतद आत्मनैव वशम नयेत। ଯେତେବେଳେ ମନ ଆମର ଯୋଉ ଟପିକ ଅଛି ଆମେ ଯାହା ଦେହରେ କଥା ହଉଛି ହରିନାମ କରିବା ପାଇଁ ତ ସେଇଠୁ ଯେତେବେଳେ ଦୂରକୁ ଯିବ ତାକୁ ଆମକୁ କଣ ପୁନଃ ସେ ଟପିକ କୁ ଟାଣିକି ଆଣିବାର ଅଛି। ଆମେ ଗପ କରୁଥିବା ଯେତେବେଳେ ମନେ ପଡିବ କି ନାଇଁ ମୋର ଏଇ ଟପିକଟା ଏଇ ଜିନିଷଟା ରହିଗଲା ମତେ ମାର୍କେଟ ଯିବାର ଅଛି କିଛି ବି ଅଛି ମାଇଣ୍ଡ ରେ ସେଟା ପୁନଃ ଆମକୁ ଭଗବାନଙ୍କ ନାମକୁ ଆଣିବାକୁ ପଡିବ। ତେଣୁ ଭଗବାନ କହୁଛନ୍ତି କି ମନ ଚଞ୍ଚଳ ଅସ୍ଥିର। ଚଞ୍ଚଳ ଅସ୍ଥିର ଅର୍ଥାତ ସବୁବେଳେ ଚଳଚଞ୍ଚଳ ହଉଥିବ ସେ କୌଣସି ଜାଗାରେ ଟିକିକି ରହିପାରିବନି ଯୋଉଠି ତାକୁ ଟେଷ୍ଟ ନ ଲାଗିଛି ସେ ପର୍ଯ୍ୟନ୍ତ ସେ ରହିବନି। ତ ଆଜି ଆଉ ଗୋଟେ ସିକ୍ରେଟ ଦେଖିବା। ତ ଏଇଟା ହିଁ ସିକ୍ରେଟ ଗୋଟେ କି ଆମ ମନ ଯେତେବେଳେ ଟାଣିକି ନଉଛି ଆମକୁ ପୁଣି ଆଣିକି ଆସିବାକୁ ପଡିବ। ତ ଏଇ ସଂକଳ୍ପ ଆମେ ଯାହା ସଂକଳ୍ପ କରିଛି କି ନାଇଁ ମତେ ଏଇ ମନ୍ତ୍ର ହିଁ ଶୁଣିବାର ଅଛି ଅଲଗା କୌଣସି କାର୍ଯ୍ୟ କରିବାର ନାହିଁ। ତ ଆଉ ଗୋଟେ ସିକ୍ରେଟ ହେଲା ଅନାସକ୍ତି। ମତେ ଟିକେ ଟିକେ ମନେ ରଖିପାରିବ ଅନାସକ୍ତି ଅନାସକ୍ତି ମାନେ କଣ? ଯେମିତି ଆମେ ଗୋଟେ ସମୟରେ ଯେତେବେଳେ ହରେ କୃଷ୍ଣ ମହାମନ୍ତ୍ର ଗୋଟେ ସମୟରେ ଆମେ ଯେତେବେଳେ ହରେ କୃଷ୍ଣ ମହାମନ୍ତ୍ର ଜପ କରୁଛେ ସେତେବେଳେ ଆମକୁ ଆମେ ପୂର୍ବକୁ ଯାଇପାରିବାନି ଅର୍ଥାତ ପୂର୍ବ ସମୟରେ ଆମେ ଯେତେ ଭୁଲ ଭଲ ଢଙ୍ଗରେ ମହାମନ୍ତ୍ର ଜପ କରିଛେ ତାକୁ ନେଇକି ଆମେ ଚେଞ୍ଜ କରିପାରିବାନି। କିମ୍ବା ଭବିଷ୍ୟତରେ ଆମ ସହିତ କଣ ହବ ମହାମନ୍ତ୍ର ଜପ କଲା ବେଳେ ଆମେ ବି ସେଇଟା କରିପାରିବାନି। ଆମର ନିୟନ୍ତ୍ରଣ କେବଳ ବର୍ତ୍ତମାନକୁ ନେଇ ଅଛି ତ ଆମର ସ୍ଵତନ୍ତ୍ରତା କେତେବେଳେ ଅଛି ଯେତେବେଳେ ଆମେ ମହାମନ୍ତ୍ରକୁ ଆମ ମନକୁ ମହାମନ୍ତ୍ରରେ କେନ୍ଦ୍ରିତ କରିକି ମହାମନ୍ତ୍ରକୁ ଉଚ୍ଚାରଣ କରନ୍ତି। ତେଣୁ ଆଗକୁ ଆମକୁ ଚିନ୍ତା କରିହବନି ପଛକୁ ଆମେ ଚିନ୍ତା କରିପାରିବାନି ତ ଦିଟା ଜାଗାରୁ ଆମକୁ ଅନାସକ୍ତ ହବାର ଅଛି। ତ ପ୍ରଭୁପାଦଙ୍କ ଜଣେ ବିଶେଷ ଶିଷ୍ୟ ଯିଏ ନା ଗୁରୁଜନ ପ୍ରଭୁ ତ ଗୁରୁଜନ ପ୍ରଭୁ କହୁଥିଲେ ସେ ବହୁତ ସମୟରେ ଜାପାନରେ ପ୍ରଭୁପାଦ ଥିଲେ ତ ଟୋକିଓରେ ସେତେବେଳେ ମନ୍ଦିରରେ ବ୍ରହ୍ମଚାରୀ ଥିଲେ ସେତେବେଳେ ସେ ଭଗବାନଙ୍କ ନାମ ଜପ କରୁଥିଲେ ତ ବହୁତ ସମୟ ନାମ ଜପ କଲା ପରେ ସଡନଲି ଗୋଟେ ଦିନ ସେ ଏମିତି ହଲି ହଲି ଜପ କରୁଥାନ୍ତି ତଥାପି ତାଙ୍କର ସେ ଭଗବାନଙ୍କର ନାମ ଶୁଣିବାକୁ ପାଇଲେ। ତ ସେ କହୁଛନ୍ତି କାହିଁକି ଏତେ ବର୍ଷ ଜପ କଲା ପରେ ମଧ୍ୟ ସେ ବହୁ ବର୍ଷ ପରେ ଥରଟିଏ ଭଗବାନଙ୍କ ନାମ ଶୁଣିଲେ ଅର୍ଥାତ କହିବା କଥା ତାଙ୍କର ମନ ହରେ କୃଷ୍ଣ ମହାମନ୍ତ୍ର ଯୋଉ ଦିବ୍ୟତା ମଧୁରତାରେ ବାନ୍ଧି ହେଇଗଲା ଛନ୍ଦି ହେଇଗଲା। ସେତେବେଳେ ଅର୍ଥାତ୍ ସେ ଯେତେବେଳେ ଶୁଣି ପାରିଲେ କି ନାଇଁ ଭଗବାନଙ୍କର ନାମ ଏତେ ମଧୁର ବୋଲି। ତେଣୁ ଆମ ଏଇ ଅନାସକ୍ତି ଆମେ ଯେତେବେଳେ ମେଣ୍ଟେନ କରିବା କି ନାଇଁ ପୂର୍ବରୁ ତ ଆମେ ଶୁଣିଛେ ଶୁଣି ପାରିବାନି ବର୍ତ୍ତମାନ ବି ସରି ନେକ୍ସଟ ଭବିଷ୍ୟତରେ ଆମେ ଭଗବାନଙ୍କର ନାମ କଣ ହବ ଜାଣିନି କିନ୍ତୁ ବର୍ତ୍ତମାନ ଯୋଉ ଭଗବାନଙ୍କର ନାମ ଟା କରୁଛି ସେ ନାମ କୁ ଆମେ କେତେ ଶୁଦ୍ଧ ଭାବରେ କରିବା କେତେ ଆଟେଣ୍ଟିଭଲି କରିବା ତା ଉପରେ ଆମର ପୁରା ହରେ କୃଷ୍ଣ ମହାମନ୍ତ୍ର କୁ ଯୋଉ ସାଧନା ଅଛି ତା ଉପରେ ନିର୍ଭର କରେ। ଯେତେବେଳେ ବି ଆମେ ହରେ କୃଷ୍ଣ ମହାମନ୍ତ୍ର ପୁରା ଜପ କରିବାକୁ ଚେଷ୍ଟା କରିବା ତ ପ୍ରଥମେ ଏମିତି ମୁଁ କହିଲି ହରେ ଶବ୍ଦଟିକୁ ଉଚ୍ଚାରଣ କରିବା ଜୋରସେ ତାକି ଆମର ଆଟେନସନ ପୁଣି ବ୍ୟାକ୍ ଆସିବ। ଯଦି ମିସ୍ ବି ହେଇଗଲା ତ ଠିକ ଅଛି କେବେ ମନ ଦୁଃଖ କରିବାର ନାହିଁ। ମାନେ ଓଡିଆରେ ମନ ଉଣା କରିବାର ନାହିଁ ନେକ୍ସଟ ମନ୍ତ୍ରକୁ ଶୁଣିବାର ଅଛି ନେକ୍ସଟ ମନ୍ତ୍ର ମାନେ ନେକ୍ସଟ ପାର୍ଟ ଅଫ ମନ୍ତ୍ର। ଆମେ ଏମିତି ଗୋଟେ ଗୋଟେ ମନ୍ତ୍ର ସ୍କିପ୍ କରିପାରିବାନି। ତ ଇଚ୍ ମନ୍ତ୍ରର ଯଦି ଗୋଟେ ଫାଷ୍ଟ ପାର୍ଟ ଶୁଣି ପାରିଲେନି ହରେ କୃଷ୍ଣ ଶୁଣି ହେଲାନି ତ ନେକ୍ସଟ ରାମ ଶବ୍ଦକୁ ଶୁଣିବା ତାହେଲେ ଧୀରେ 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 ଆମ ମନ କେନ୍ଦ୍ରିତ ହବ। ତେଣୁ ସେଥିପାଇଁ ଆମେ ଆମର ସ୍ଵତନ୍ତ୍ରତା କୋଉଠି ରହିଲା ପ୍ରେଜେଣ୍ଟରେ ରହିଲା। ଭବିଷ୍ୟତ କି ଭବିଷ୍ୟତ ଆଉ ଅତୀତରେ ନାହିଁ। ତ ପ୍ରେଜେଣ୍ଟ ରେ ଆମକୁ ଭଗବାନଙ୍କର ନାମ କରିବାର ଅଛି ତ ଦିଟା ଜିନିଷ କହିଲି ଗୋଟେ କି ଯେତେବେଳେ ଆମେ ଭଗବାନଙ୍କର ନାମ କରୁଛେ ସେତେବେଳେ ମନ ଯୁଆଡେ ଯାଉଛି ତାକୁ ଟାଣିକି ଆଣିବାର ଅଛି ଗୋଟେ ସେକେଣ୍ଡ ହେଲା ଯେତେବେଳେ ବି ଆମେ ଭଗବାନଙ୍କର ନାମ କରୁଛେ ସେତେବେଳେ ଭଗବାନଙ୍କର ନାମ ବର୍ତ୍ତମାନ ସ୍ଥିତିରେ କରିବାର ଅଛି ଆମକୁ ପ୍ରେଜେଣ୍ଟ କିମ୍ବା ପାଷ୍ଟକୁ ସରି ପାଷ୍ଟ ଆଉ ଫ୍ୟୁଚରକୁ ଯିବାର ନାହିଁ। ତ ଏତିକି ଆମେ ଅନାସକ୍ତି ମେଣ୍ଟେନ କରିବା ଯଦି ଆମେ ଏତେ ମନ୍ତ୍ର ଜପ କଲେଣି ଛାଡି ଦେଇଛେ ଠିକ ଅଛି। ଏବେ ନେକ୍ସଟ ମନ୍ତ୍ର ଜପ କରିବା ତାକୁ ବି କରିପାରିବାନି ଆମେ ଜାଣିନେ ତ ଏବେ ପ୍ରେଜେଣ୍ଟରେ ଆମେ ମନ୍ତ୍ରଟା ଭଗବାନଙ୍କର ମହାମନ୍ତ୍ରକୁ ସୁନ୍ଦର ଭାବରେ ଜପ କରିବା ତେଣୁ ଏଇ
तो आज आम जो जप करवा तो यही निश्चयतार सहित संकल्प सहित जप करवा कि मते हरे कृष्ण महामंत्र वर्तमान ढंग से शुणवार अच्छी। ठीक अच्छे देखिए पुणी आम काली आहरी किसी मंत्र श्रवण करवा आज प्रेजेंट रे आम आज ठारू ही आम प्रेजेंट रे ही जप करवा। ठीक अच्छे तो समस्त को शुभेच्छा कि भगवान महामंत्र को ध्यान सहकारे वर्तमान स्थिति रही जप कर कहीं किसी भावनी ये काली भी कहली कि आमे जदि दुनिया रे नाहंती दुनिया रे किसी असुविधा हेनी आमर किसी असुविधा हो पारे तेणु आम को वर्तमान नाम करने समय मिले प्रातः स्मरणीय भगवान नाम ताको हमको मिस करार नहीं। तो समस्ते एकाग्रचित है ससंकल्पबद्ध है भगवान आश्रय करके नाम जप करे। हरे कृष्ण वैष्णव प्रणाम मंत्र वैष्णव मने वांछा कल्पत्र सदृश क्षमाशील दयार सागर एवं पतित जीवनकर उद्धारकारी दैनंदिन जीवन में ज्ञात व अज्ञात यदि कौन साधु गुरु वैष्णव निकट अपराध होता है प्रातः मुहूर्त चरण कमल देखिए प्रार्थना मागिना उचित पंचाकल्पतरोर्वश्च कृपा सिन्धुभ्येव च पतितानं पावनेभ्यो वैष्णवेभ्यो नमो नमः। अनंत कोटि वैष्णव वृंद की जय। जगत शील प्रभुपाद की जय। श्री नाम प्रभु की जय।